ତ ହ୍ୟାଲୋ ଏଭ୍ରିୱାନ୍ ଜୟ ଜଗନ୍ନାଥ ୱେଲକମ୍ କରୁଛି ମୋର ଆଉ ଗୋଟେ ସୁନ୍ଦର ମିନି ବ୍ଲଗକୁ। ଆଜି ଥିଲା ଅଗିରା ପୂର୍ଣ୍ଣିମା, ସେଥିଲାଗି ମୁଁ ପଡ଼ିଆ ଆସିକି ସଫାସଫି କରୁଛି କାରଣ ଆମର ଏଇଠି ଅଗି ଖୋଳିବାର ଅଛି। ତାପରେ ମୋ ଭାଉଜ ପଳେଇ ଆସିଥିଲେ, ମୋ ଭାଉଜର ମୋର ମିଶିକି ଏଇ ଜାଗା ପରେ ଅଗିରା ଖୋଳି ଦେଇଥିଲୁ। ସେଠୁ ଆସି ସାରିଲା ପରେ ମୁଁ ଗାଧୋଇବା ବିଧା ସାରିକି ଗାଁ ଭିତରକୁ ପଳେଇ ଆସିଥିଲି କାରଣ ଗାଁ ଭିତରେ ବହୁତ ସାରା ଜିନିଷ ନେବାର ଥିଲା। ଅଗି ଜାଳିଲା ପରେ ବହୁତ ସାରା ଜିନିଷ ଦରକାର ପଡ଼େ। ତା ଭିତରେ ମୋ ବଡ଼ ବାପା ଆସି ଦିନ ବେଳା ଅଗି ବାନ୍ଧି ଦଉଛନ୍ତି କାହିଁକି ନା ରାତିର ଅନ୍ଧାର ରହୁଛି, ତ ଅଗି ବାନ୍ଧିବାକୁ ସୁବିଧା ହଉନି। ବହୁତ ସାରା ପ୍ରୋବ୍ଲେମ ହଉଛି। ଅଗି ଜାଳିବା ପାଇଁ ଯାହା ଯାହା ଜିନିଷ ସବୁ ଦରକାର ମୁଁ ଏଇଠି ସବୁ ରଖିଦେଇଛି। ଆର ବର୍ଷ ନ ରଖିବା ଥିବାରୁ ମୁଁ ବହୁତ ହଇରାଣ ହେଇଥିଲି କାରଣ ଗୋଟେ ଜିନିଷ ଆଣିଥିଲି, ଗୋଟେ ଜିନିଷ ଆଣିନଥିଲି। ଏଇଥିପାଇଁ ଏଇ ବର୍ଷ ପୁରା ଗୋଟେ ଜାଗାରେ ଜିନିଷ ରଖିଛି। ଏଠି ନନା କହିଥିଲି 8ଟାରେ ଆସିକି ଅଗି ଲଗେଇବ, ଆଉ ନନା ଆସିକି 9ଟାରେ ପହଞ୍ଚୁଛନ୍ତି। କାରଣ ମୁଁ ଉପାସ କରୁଛି, ଦିନ ସାରା ଉପାସ ରହୁଛି। ଅଗି ଜାଳି ସାରିଲା ପରେ ଆମେ ଖାଇବୁ। ଆମ ଏପଟେ ଯୋଉମାନେ ଉପାସ କରନ୍ତି ଅଗିରା ଉପାସ, ତ ଅଗି ଜଳି ସାରିଲା ପରେ ଖାଇବେ। ଏଠି ଆମର ଅଗି ଲାଗିଗଲା ଫାଇନାଲ। ମୁଁ ଆମ ଘରକୁ ପଳେଇ ଆସିଥିଲି କାରଣ ମୋତେ ଜୋରସୋର ଭୋକ ଲାଗିଥିଲା। ଏଠି ଖାଇ ପିଇ ଶୋଇକି ଉଠିଲା ବେଳକୁ 4ଟା 45ରେ ମୁଁ ଉଠିଥିଲି। ଆମ ଏପଟେ ଏଇଆ ଅଛି କି ଅଗି ପାଉଁଶ ଯୋଉମାନେ ତୋଳିବେ ଅନ୍ଧାରୁ ତୋଳିବେ, ଦିନ ବେଳେ ତୋଳା ଯାଏନା। ଏଇ ପାଉଁଶକୁ ଦେଖନ୍ତି ନେଇ କେହି। ଏଠି ତୋଳିକି ଅଗି ପାଉଁଶ ଫୋପାଡ଼ି ସାରିଲା ପରେ ଏଠି ମୁଁ ନିପିବା ପାଇଁ ପଳେଇ ଆସିଲି ଗୋବର ନେଇକି। ଏଠି ମୁଁ ଆଇଥିଲି 4ଟା 45ରେ, ମୁଁ ଯାଉଁ ଯାଉଁ 8ଟା 15 ହେଇଗଲା। ମୋ ହାତର ଅବସ୍ଥା ପୁରା ବେହାଲ ହେଇଗଲାଣି। କାରଣ ଏଠି ବହୁତ ସାରା ପାଉଁଶକୁ ଏଠି ନିପାଇବା ପୋଛିବା ପଡ଼ିଆଟା ପୁରା ଅସମ୍ଭବ ମୋ ପାଇଁ ହେଇଗଲା। ଏଇଠି ଗାଧେଇ ପାଧେଇ ମୁଁ ରେଡି ହେଇ ପଡ଼ିଲି। ଏଠି ଟାଇମ୍ ହେଇଗଲାଣି କାରଣ ଅଗି ପୂଜା କରିବା ପାଇଁ। ଏଠି ଆମର 10ରୁ 10:30 ଭିତରେ ପୂଜା ଯାଏ ଅଗି ପୂଜା, ଆମର ଲେଟ୍ ହୁଏନି। ଏଠି ମୋ ଭାଉଜ ପାଟି କଲେଣି ଜଲ୍ଦି ଜଲ୍ଦି ଚାଲ। ଏଠି ମୁଁ ସବୁ ଭୋଗ ରାଗ ନେଇକି ପଳେଇ ଯାଇଥିଲି, ଯାହା ଯାହା ଅଗିଟା ଦରକାର ରୁହେ। ଏଠି ମୁଁ ଏକା ଆସିନଥିଲି, ମୋ ବୋଉ, ମୋ ଭାଉଜ, ମୋ ଛୁଆ ମା, ଏଠି ବହୁତ ସାରା ଛୋଟ ଛୋଟ ଛୁଆ ଆଇଥିଲେ। ସେମାନେ ମାନେ ଲାଗି ପଡ଼ିଲେ କାମରେ, ମୁଁ ଏକା ତ କରିପାରିବି ନାହିଁ ଏଠି। ଏଠି ସବୁ କରିସାରିଲା ପରେ ଲାଷ୍ଟକୁ ଆମର ହେଲା ମାଛ ଛାଡ଼ିବା। ମାଛକୁ ବି ମଧ୍ୟ ଆମର ପୂଜା କରାଯାଏ। ମାଛକୁ ଚନ୍ଦନ ସିନ୍ଦୁର ଫୁଲ ଦେଇକି ତାଙ୍କୁ ପୂଜା କରିକି ଏଇ ପାଣିରେ ଛଡ଼ାଯାଏ। ମୁଁ ଜାଣିନି ଆପଣଙ୍କ ଆଡ଼େ କଣ ହୁଏ, ତ ଆମ ଏପଟେ ଏଇଆ ହିଁ ହୁଏ। ତାପରେ ଆମେ ସବୁ ଭୋଗ ରାଗ କରିକି ସମସ୍ତଙ୍କୁ ଭୋଗ ବଣ୍ଟା ବଣ୍ଟି କରିକି ଆମ ଘରକୁ ପଳେଇ ଆସିଥିଲୁ। ସବୁ ଯାହା ଯାହା ନେଇଥିଲୁ ସମସ୍ତେ ଗୋଟେ ଗୋଟେ ଜିନିଷ